प्रिय श्रोता बंधु आजिर ये ज्योतिषिक कार्यक्रम को आपण समस्त को निमंत्रण यही उपलक्षे मु आपण को शुभेच्छा जनाऊँ। नमस्कार बंधुगण, आपण मैंने जदिओ समस्ते सिंह राशि नुहति तथापि आमे आज सिंह राशि उपर आलोचना करिबा जे मे 14 रु जून 14 जाए सिंह राशि समस्त व्यक्ति ग्रह मानकर लीलाखेला केम देखिबे, केउं ग्रह ठारू केउं साहाय्य सहयोग पाइबे, किए केते परिमाण रे दयाशील हेबे, अनुग्रह करिवे। मासाधिपति और रास्याधिपति, मासाधिपति और रास्याधिपति रवि ये मासरे सिंह राशि व्यक्ति समुदाय को माले माल कर देवे। धन सम्मान स्वास्थ्य बंधु सब क्षेत्र रे विकसित हेबे सिंह राशि समस्त व्यक्ति। हे बंधु, आपण को ये मासरे बुध भी कम देवेनी। ठीक ये मासरे से एक सुना अंडा दिया कुकुड़ा, बुध तो बुद्धिर ग्रह ना, एमिति एमिति सद्बुद्धि देवे। से बुद्धि बल आपणकर आय पंथा खोली जीवो। एणु जो माने चाकरी उद्देश्य इंटरव्यू उद्देश्य परीक्षा उद्देश्य प्रस्तुत होउछंती से माने अवश्य सुफल पाइबे। तांकर जय 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 हेबो। ता छड़ा केतु तम ग्रह से यथेष्ट बेसी देवे। 29/5 परे ग्रहराज बृहस्पति से भी मानसिक प्रस्तुत हेलेनी। ये मास सारा आपण मानन को अजाड़ी देवे। ये गला भल खबर, बाकी रहीगला मंद खबर। से कह दूची शुणु जे 29/5 पर केतु सबु दिगरु हानि करिवे। जहाँ देइथिबे ता बोधे नहीं जीवे। राहु मास सारा शारीरिक जंत्रणा देवे, रोग व्याधि बढ़ी जीवो, मानसिक अशांति बढ़ी जीवो। आउ शनि पाई विपद माड़ी आसीबो, रोग भी हेबो। एबे आमे देखिबा का पाखु जीवा। एबे टिके बृहस्पति 13 पर्यंत रोग हम ना। मंगल कर्कट नीचे अच्छा सिंह आसवे, हेले से कर्कट थी जमती सिंह आसिले भी सेमती शोक संवाद शुणेबे, मानसिक अशांति वृद्धि करेंगे। आमे प्रथम जो शुणले धन आसीबो, रवि बुध बृहस्पति आउ 28 तारीख जाए केतु धन देवे। आमे तो जमा पद खर्च करवानी। हाँ, कहीं आगु रोग आसची संचय करथिबा बाहाकु बता बुझा पड़ला। ये गला आमर को ग्रह कौन देवे। आमे एबे ग्रह चक्र देखिबा। मीनरे 4टी ग्रह एबे अछंती बुध शुक्र शनि राहु। शनि राहु जे पर्यंत मीनरे थिबे माने 28 पर्यंत पृथ्वीर सर्वत्र किछि ना किछि व्यक्ति मानकर किछि ना किछि समस्या हबो। जिमती गोटे गाई पाड़ले 2टा षंढ थिले जा होंती आ, गोटे घरे 2टा मुरबी थिले जा होंती आ। 28 तारीख पर्यटन समस्या हम 28 पर 29 आसीगले कुंभ को फेरी आसिले
ରାହୁ ଶାନ୍ତ ପଡ଼ିବ, ସମସ୍ତେ ନିଜ ଭୁଲ ବୁଝିପାରିବେ। ବୁଧ ପଳେଇ ଆସିବେ 21ରେ, ମେ 21ରେ, 25 ବେଳକୁ ସେ ଆସି ବୃଷରେ ପହଞ୍ଚିଯିବେ। ଆଉ ରବି ତ ରହିଗଲେ ବୃଷରେ 14ରୁ, ବୃହସ୍ପତି ଏବେ ଅଛନ୍ତି ବୃଷରେ, ସେ ମିଥୁନକୁ ପଳେଇବେ 14ରେ। 6ରେ ମଙ୍ଗଳ ଯିବେ ସିଂହକୁ, 5-6 ପର୍ଯ୍ୟନ୍ତ ସିଏ କର୍କଟରେ ଅଛନ୍ତି। ସେମିତି 28 ପର୍ଯ୍ୟନ୍ତ କନ୍ୟା ରହିବେ କେତୁ, 29 ସିଂହକୁ ଆସିବେ। ଇଏ ଗଲା ଗ୍ରହ ଚଳନ। ଏବେ ସମୁଦାୟ ବିବରଣୀ ଏ ଆଲୋଚନା ସାରାଂଶ କ'ଣ ପାଇଲେ? ସାରାଂଶ ଏହା ପାଇଲେ ଯେ ଏ ମାସରେ 10ମ ରବି ସେ ସମସ୍ତ ପ୍ରକାର ସୁଯୋଗ ଦେବେ। 15-5 ପରେ ବୃହସ୍ପତି, ମାସ ସାରା ବୁଧ ସିଂହ ରାଶିକୁ ଧନ ଓ ସୁଖ ଦେବେ। ମାସ ସାରା ମଙ୍ଗଳ ମନକୁ ଦୁଃଖ କରିବେ, ଆତଙ୍କିତ କରିବେ, ଶୋକ ସମ୍ବାଦ ଆଣିଦେବେ, ଦୁଃଖିତ କରିବେ। 14-5 ଯାଏ ବୃହସ୍ପତି ବି ଅଭାବ ଅସୁବିଧାରେ ପକାଇବେ। ଅଷ୍ଟମ ଶୁକ୍ରଙ୍କ ପାଇଁ ଅବସ୍ଥା ବଡ଼ ସାଂଘାତିକ ହେଇଯିବ। ଶନି ରାହୁ କେତୁଙ୍କ ଯୋଗୁଁ ରୋଗ ଯନ୍ତ୍ରଣା ଅଭାବ ଅସୁବିଧା ମାଡ଼ି ଆସିବ। ଶରୀର ଦେଖି ଧର୍ମ କରିବା। ଏ ମାସରେ ସମସ୍ତ ସିଂହ ରାଶିର ଲୋକେ କିଛି ନା କିଛି ରୋଗର ଶିକାର ହେବେ। ରୋଗର ଅଧୀନ ହୋଇ ସେ ବ୍ୟସ୍ତ ବିବ୍ରତ ହେବେ, କଷ୍ଟ ଭୋଗିବେ, ବାଧ୍ୟ ହୋଇ ଡାକ୍ତରଙ୍କ ଦ୍ୱାରସ୍ଥ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅର୍ଥ ଲାଭ ପାଇଁ ଆବାଳ ବୃଦ୍ଧ ବନିତା କଠିନ ପରିଶ୍ରମ କରିବେ। ଏଥିଲାଗି ଭାଇ ଭାଇ ମଧ୍ୟରେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ, ପିତା ପୁତ୍ର ମଧ୍ୟରେ ସାମୟିକ ବାଗଯୁଦ୍ଧ ହେବ। ଯେଉଁମାନେ ବୃତ୍ତି ପାଇଁ ବିଦେଶ ଯାତ୍ରା କରିବେ ସେମାନେ ଲାଭବାନ ହେବେ। ବାଧ୍ୟ ହୋଇ ମା ଭଉଣୀ ପ୍ରଭୃତି ମହିଳାଗଣ ଧର୍ମାଶ୍ରିତ ହେବେ। କାରଣ ଘରେ ଭାଇ ଭାଇରେ, ବାପ ପୁଅରେ, ସ୍ୱାମୀ ସ୍ତ୍ରୀରେ ଝଗଡ଼ା ହେବ, କଳହ ହେବ। ଏଣୁ କିଛି ଧର୍ମର ଆଶ୍ରା କଲେ ହୁଏତ ଇଏ ସାମୟିକ ବାଗଯୁଦ୍ଧରୁ ରକ୍ଷା ପାଇପାରେ। ବାଧ୍ୟ ହୋଇ ମା ଭଉଣୀମାନେ ଧର୍ମାଶ୍ରିତ ହେବେ। କେବଳ ଚତୁର ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ବ୍ୟବସାୟୀ, ଓକିଲ, ଶିକ୍ଷକ ଓ ଚିକିତ୍ସକ ଓ ଅନ୍ୟ ବୃତ୍ତିଜୀବୀଗଣ ଜୀବନ ଯୁଦ୍ଧରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଏ ମାସଟି ସଂଗ୍ରାମପୂର୍ଣ୍ଣ ମାସ। କଠିନ ପରିଶ୍ରମ କରିବେ ତ ପାସ୍ କରିବେ, ଉତ୍ତୀର୍ଣ୍ଣ ହେବେ। ଯଦି ଠକିବେ ତାହେଲେ କାନ୍ଦିବେ। ସାରା ଜୀବନ ଅଖା ଧୋଉଥିବେ, ଗୁଣ ଗାଉଥିବେ। ତେଣୁ ସମସ୍ତ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ମୋର ପରାମର୍ଶ, ସେମାନେ ଆଦୌ ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତୁ ନାହିଁ। ଗୁରୁ ମିଥୁନକୁ ଆସିଲା ପରେ 14-5 ପରେ ସିଂହ ରାଶିର ଲୋକେ ସମସ୍ୟା ମୁକ୍ତ ହେବେ, ଶାନ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କର ବିଶେଷ ମଙ୍ଗଳ ହେବ, ମହିଳାମାନଙ୍କର ଆର୍ଥିକ ବିକାଶ ହେବ। ଆଉ ବାତ୍ୟା ପରେ, ଝଡ଼ ପରେ ଯେମିତି ଶାନ୍ତି ଲାଗେ, 14 ମେ ପରେ ବୃହସ୍ପତିଙ୍କ ଛତ୍ର ଛାୟା ତଳେ ଆବାଳ ବୃଦ୍ଧ ବନିତା ସିଂହ ରାଶିର ସମସ୍ତ ବ୍ୟକ୍ତି ଏକ ମଳୟ ପବନର ସ୍ୱାଦ ଅନୁଭବ କରିବେ। ମୋ ବନ୍ଧୁ, ଆଜି ପାଇଁ ଏତିକି। ରାତି ପାହିଲେ, ଈଶ୍ୱର ଚାହିଁଲେ ଆସନ୍ତାକାଲି ଆମେ କନ୍ୟା ରାଶି ଉପରେ ଆଲୋଚନା କରିବା। ୟା ପରେ ପରେ, ଏ ମାସ ବୃତ୍ତି ପରେ ପରେ ମୁଁ ଆପଣମାନଙ୍କୁ ଗୋଟେ ଭଲ କଥା କହିବି ଯେ ମଙ୍ଗଳ ଗ୍ରହ ସେ କର୍କଟରୁ ସିଂହକୁ ଯିବେ। କେଉଁ ରାଶିକୁ କେତେ ଫଳ ଦେବେ ଏ ବିଷୟରେ ଆମେ ଆଲୋଚନା କରିବା ଏ କାମ ସରିଲା ପରେ। ଆଜି ଏତିକି। ନମସ୍କାର।